ଜାଗୋ ଗ୍ରାହକ ଜାଗୋ ଟେଲି କମ୍ପାନୀକୁ ଟ୍ରାଇର ତାଗିଦ। ଟେଲି କମ୍ପାନୀ ଗ୍ରାହକ ଅଭିଯୋଗକୁ ଶୀଘ୍ର ସମାଧାନ ନ କଲେ ସେବାରୁ ବାସନ୍ଦ ହେବ ବୋଲି ତାଗିଦ କରିଛି ଟ୍ରାଇ। ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ରାଉରକେଲାଠାରେ PAITDA ହଲ୍ଠାରେ ଟେଲିକମ୍ ଗ୍ରାହକ ସମାଧାନ ରୂପରେଖ ସ୍ୱଚ୍ଛ ଓ ସୁଗମ ପ୍ରତିକାର ବ୍ୟବସ୍ଥା ମାଧ୍ୟମରେ ଗ୍ରାହକଙ୍କୁ ସଶକ୍ତ କରିବା ନେଇ ଏକ ସଚେତନତା କର୍ମଶାଳାକୁ ଚକରା ବିଶୋଇ ମୁକ୍ତିସେନା ପ୍ରମୁଖ ପ୍ରକାଶ ଚନ୍ଦ୍ର ପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ ଏଥିରେ ସଭାପତିତ୍ୱ କରି କହିଲେ ଯେ ସରକାର ଯୋଜନାରେ ଡିଜିଟାଲ ସାକ୍ଷରତା ଓ ସେବା ସମସ୍ତ ଇଣ୍ଟରନେଟ୍ ସେବା ଉପରେ ଆମେ ନିର୍ଭର କରୁଛୁ। ଆଜିକାଲି ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ଯାହା ଜୀବନର ଏହା ଏକ ଅପରିହାର୍ଯ୍ୟ ରୂପେ ପରିଗଣିତ ହୋଇଛି। ପ୍ରତି ମିନିଟ୍ରେ ଗ୍ରାହକ ସାଇବର ଠକେଇର ଶିକାର ହେଉଛି, ଯାହା ମାନବ ସମାଜ ପାଇଁ ଆଶୀର୍ବାଦ ଥିଲା, ବର୍ତ୍ତମାନ ତାହା ଆମ ପାଇଁ ଅଭିଶାପ ହେଲାଣି। ଅଚିହ୍ନା ଲିଙ୍କ, ଅଜଣା ଆପ୍, ଅଜଣା ମେସେଜ, ୱାଇଫାଇ, ଇମେଲ, ଫେକ୍ ୱେବସାଇଟ୍, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ସାଇବର ଅପରାଧୀ ବ୍ୟବହାର ନ କରିବା ପାଇଁ ଟ୍ରାଇ CAG ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ PPT ମାଧ୍ୟମରେ ପରାମର୍ଶ ଦେଇଛନ୍ତି। OTP ଅଜଣାକୁ ଦେବା, ନିଜେ ଅଜଣା ହେବା, ଟ୍ରାଇ ପ୍ରଦତ୍ତ ଆପ୍, DND ଆପ୍, ସ୍ୱଦେଶୀ ଆପ୍ସ ଓ ଟ୍ରାଇର ୱେବସାଇଟ୍ ବ୍ୟବହାର କରିବା ପାଇଁ ଶିକ୍ଷାବିତ୍ ସୁଦାମ ଡାକୁଆ ସାଧନା କର୍ମୀ ଭାବେ ଓ ସମ୍ମାନିତ ଅତିଥି ଭାବେ ସାଇବର ସେଲ୍ ASI ତ୍ରିଲୋଚନ ସ୍ୱାଇଁ, ସଞ୍ଚାର ସାଥୀ, ଚକ୍ଷୁ ଆପ୍ସ, ପ୍ରତିବିମ୍ବ ହେଲ୍ପଲାଇନ୍ 1930 ସାଇବର crime.government.in ତାଲିମ ପ୍ରଦାନ କରିଛନ୍ତି। ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାର ଅଧ୍ୟୁଷିତ ଇଲାକାରେ ଅର୍ଥାତ୍ ଗ୍ରାମାଞ୍ଚଳରେ ଟେଲିକମ୍ ସେବାର ବିପର୍ଯ୍ୟସ୍ତ, ନେଟୱାର୍କ ଆସୁନି, ନେଟ୍ ଚାଲିବାରେ ଭେରି ସ୍ଲୋ, ଟେଲିକମ୍ପାନୀମାନେ ଜାଣିଶୁଣି ଅଣଦେଖା କରୁଛନ୍ତି ବୋଲି ସଭାରେ ବକ୍ତାମାନେ ଅଭିଯୋଗ କରିଥିଲେ। ଟ୍ରାଇ ନିୟମ କଡ଼ାକଡ଼ି ଥିଲେ ମଧ୍ୟ ଟେଲିକମ୍ କମ୍ପାନୀମାନେ ଜାଣିଶୁଣି ଅଣଦେଖା କରୁଛନ୍ତି। ରାତାରାତି କମ୍ପାନୀମାନେ ରିଚାର୍ଜ ପ୍ଲାନ୍ ଭଡ଼ା ବଢ଼େଇ ଦେଉଛନ୍ତି। 30 ଦିନ ବଦଳରେ 28 ଦିନକୁ ମାସ ଧାର୍ଯ୍ୟ କରିବା ଓ ସେହି ଅନୁଯାୟୀ ସେବା ଦେଇ ନ ପାରିବା, କମ୍ ମୂଲ୍ୟର ପ୍ଲାନ୍ ବାହାର ନ କରିବା, ଅଭିଯୋଗ ପ୍ରଣାଳୀକୁ ସରଳ କରିବା, ଅଧିକ ଗ୍ରାହକ କେନ୍ଦ୍ର ଖୋଲିବା, ଟୋଲ୍ ଫ୍ରି ନମ୍ବର ଓ ଓଡ଼ିଆ ଭାଷାର ସୁଗମ୍ୟ କରିବା, ଅଧିକରୁ ଅଧିକ ଗ୍ରାମାଞ୍ଚଳରେ ଗ୍ରାହକ ସଚେତନତା କର୍ମଶାଳା କମ୍ପାନୀଗୁଡ଼ିକ କରିବା ଉପରେ ସମସ୍ତେ ଦାବି କରିଥିଲେ। ଟ୍ରାଇ ନିୟମ ଓ ନିର୍ଦ୍ଦେଶାବଳୀ ଟେଲି କମ୍ପାନୀମାନେ ମାନନ୍ତୁ, ଖିଲାପ ହେଲେ ଅର୍ଥଦଣ୍ଡ ସହ ସେବା ନିଷେଧାଦେଶ ବଳବତ୍ତର ଅଛି ବୋଲି CAG ସଭ୍ୟ ଶ୍ରୀ ସାହୁ କହିଥିଲେ। BSNL, ଏୟାରଟେଲ୍, ଜିଓ କ୍ଷେତ୍ର ଅଧିକାରୀ ଓ ଶତାଧିକରୁ ଅଧିକ ଅଙ୍ଗନବାଡ଼ି ମହିଳା ନେତ୍ରୀ ଓ ଗ୍ରାହକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଧର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।